ଦେବାକୁ ଯାଉଛି। ସେଥିରେ ଆମର ଭାରତର ମାनନୀୟ ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ତା ସହିତ ୟୁନିୟନ ମିନିଷ୍ଟର ଆମର କ୍ୟାବିନେଟ୍ ର୍ୟାଙ୍କର ମିନିଷ୍ଟର ଯୋଗ ଦେବାର ସମ୍ଭାବନା ରହିଛି ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର ସମ୍ଭାବନା ରହିଛି। ତେଣୁ ସବୁ ପ୍ଲସ୍ ଆମର ଅନେକ ରାଜ୍ୟ ସରକାରଙ୍କ ତରଫରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟ ଆମନ୍ତ୍ରଣ କରାଯାଇଛି ଏବଂ ଏହି ପଡ଼ିଆରେ ଆମେ ପାଖାପାଖି 30,000ରୁ ଅଧିକ ଲୋକ ସମାଗମ କରିବେ ବୋଲି ଆଶା କରୁଛୁ। ଏସବୁକୁ ନେଇକି ଆମେ ପୁଲିସ୍ ଆରେଞ୍ଜମେଣ୍ଟ କରିଛୁ। ସେଥିରେ ଆମର ଏୟାରପୋର୍ଟରେ ଆମେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ ଏବଂ ଯେଉଁ ରାସ୍ତାରେ ଆସିବେ ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ୍ରେ ଅବସ୍ଥାନ ଏବଂ ଗଭର୍ଣ୍ଣର ହାଉସ୍ରୁ ପୁଣି ଜନତା ମଇଦାନ ପର୍ଯ୍ୟନ୍ତ ଯେଉଁ ରୁଟ୍ ରହିଛି ସେଥିରେ ପ୍ରପର୍ ରୁଟ୍ ଲାଇନିଂ ଟ୍ରାଫିକ୍ ବ୍ୟବସ୍ଥା ଆମେ ଗ୍ରହଣ କରିଛୁ। ତାପରେ ଜନତା ମଇଦାନରେ ଯେମିତି ଆମର ଯେଉଁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସିପାରିବେ ପ୍ଲସ୍ ଆମର ମାନେ ପ୍ରଧାନମନ୍ତ୍ରୀ ସେମାନେ ଯେମିତି ସୁରୁଖୁରୁରେ ଏଠି ଆସି ଫଙ୍କସନ୍ରେ ପହଞ୍ଚିବେ, ଫଙ୍କସନ୍ ସୁରୁଖୁରୁରେ ହେବ ସେଥିପାଇଁ ଆମେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା କରିଛୁ। ଆଉ ଟୋଟାଲ୍ ଆମର ଯେଉଁ ଏଇ ଯେଉଁ ସୁରକ୍ଷା ବ୍ୟବସ୍ଥାରେ ଟୋଟାଲ୍ ଆମର 67 ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେଉଛନ୍ତି। ଆମର ଯେଉଁ ଜନତା ମଇଦାନର ଭେନ୍ୟୁରେ ତା'ର ତଦାରଖ କରିବା ପାଇଁ ଆଇଜି ପର୍ସନାଲ ସହିତ ପ୍ରବୀଣ କୁମାର ସିଏ ଚାର୍ଜରେ ରହୁଛନ୍ତି ଏବଂ ଯେଉଁ ଏୟାରପୋର୍ଟର ସିକ୍ୟୁରିଟି ରହୁଛି କାରଣ ଏୟାରପୋର୍ଟରେ କେବଳ ପ୍ରଧାନମନ୍ତ୍ରୀ ନୁହଁ ଅନ୍ୟ ଯେଉଁ ଆମର ମାନ୍ୟଗଣ୍ୟ ୟୁନିୟନ କ୍ୟାବିନେଟ୍ ମିନିଷ୍ଟର ହୁଅନ୍ତୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମହୋଦୟମାନେ ଅଛନ୍ତି ସେମାନଙ୍କର ଆରେଞ୍ଜମେଣ୍ଟ ପାଇଁ ସେଠି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଚାର୍ଜରେ ରହୁଛନ୍ତି ଏବଂ ଏୟାରପୋର୍ଟଠାରୁ ଆମର ଜନତା ମଇଦାନ ପର୍ଯ୍ୟନ୍ତ ଯେଉଁ ରୁଟ୍ ରହିଛି ପ୍ଲସ୍ ଯେଉଁ ପବ୍ଲିକ୍ ଆସିବେ ଯେଉଁ ମେନଲି ସେମାନେ ଆମର ଯେଉଁ ରୁଟ୍ ଦେଇକି ଆସିବେ ପବ୍ଲିକ୍ ମାନଙ୍କର ତାଙ୍କର ରୁଟ୍ ତାଙ୍କର ପାର୍କିଂ ପାଇଁ ତା'ର ବ୍ୟବସ୍ଥା କରିବା ପାଇଁ ଡିଆଇଜି ଉମାଶଙ୍କର ଦାସ ତାଙ୍କ ଚାର୍ଜରେ ରହିଛି ଏବଂ ଟୋଟାଲ୍ ଆମର ଏଇ ଯେଉଁ ଆରେଞ୍ଜମେଣ୍ଟରେ ଆଇଜି ପ୍ରବୀଣ କୁମାର 2 ଜଣ ଡିଆଇଜି ତା ବାଦ ଆମର ଡିସିପି ଭୁବନେଶ୍ୱରଙ୍କ ସହ 13 ଜଣ ଡିସିପି ର୍ୟାଙ୍କ ଅଫିସର ରହୁଛନ୍ତି, 18 ଜଣ ଆଡ଼ିସନାଲ୍ ଡିସିପି ଦାୟିତ୍ୱରେ ରହୁଛନ୍ତି, 58 ଜଣ ଏସିପି ର୍ୟାଙ୍କ ଅଧିକାରୀ ରହୁଛନ୍ତି, ଇନ୍ସପେକ୍ଟର 94 ଜଣ ଇନ୍ସପେକ୍ଟର ଦାୟିତ୍ୱ ନିର୍ବାହ କରିବେ ଆଉ ଅଫିସର ଏସ୍ଆଇ ଯେଉଁଟା ଆମେ କହୁଛେ 312 ଜଣ ଏବଂ ଅଲରେଡ଼ି କହିସାରିଥିଲି ଆମର 67 ପ୍ଲାଟୁନ୍ ଫୋର୍ସ ୟୁଜ୍ ହେଉଛି। ତା ବାଦ ଆମର ଯେଉଁ ଆଣ୍ଟି ଟେରୋରିଜିମ୍ ଆକ୍ଟିଭିଟି ପାଇଁ 3ଟା ST ୟୁନିଟ୍ ଆମେ ନିଯୁକ୍ତ କରୁଛୁ, ଗୋଟେ ଓଡ୍ରାଫ୍ ୟୁନିଟ୍ ମଧ୍ୟ ନିଯୁକ୍ତ କରାଯାଉଛି। ଆଉ ଯେହେତୁ ଏଇଟା ହାଇ ସିକ୍ୟୁରିଟି ପ୍ରୋଗ୍ରାମ୍ ତେଣୁ ଆମର ଡଗ୍ ସ୍କ୍ୱାଡ୍ ଏବଂ ଯେଉଁ ଆଣ୍ଟି ସାବୋଟାଜ୍ ଟିମ୍ ରହିଛନ୍ତି ସେମାନେ ଅଲରେଡ଼ି ଟାଇମ୍ ଟୁ ଟାଇମ୍ ଏ ଯେଉଁ ଭେନ୍ୟୁର ରୋଡ଼ର ଏବଂ ଏୟାରପୋର୍ଟର ତା'ର ଆଣ୍ଟି ସାବୋଟାଜ୍ ଚେକ୍ ଆମର ଚାଲୁ ରହିଛି ଏବଂ ରାତିରେ ଆମର ନାଇଟ୍ ବ୍ଲକିଂ ଚେକିଂ ମଧ୍ୟ ହେଉଛି ପ୍ଲସ୍ ଆମର ବିଭିନ୍ନ ହୋଟେଲ ସେଟ୍ ଚେକିଂ ମଧ୍ୟ ପାର୍ଟ ଅଫ୍ ଏସ୍ଓପି ଆମେ ଜାରି ରଖିଛୁ। ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ସମ୍ପୂର୍ଣ୍ଣ ଭାବରେ ବ୍ଲୁ ବୁକ୍ ଅନୁସାରେ ଆମେ କରୁଛୁ। ଯେଉଁମାନେ ଆମର ଅତିଥି ହିସାବରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ମହୋଦୟମାନେ ଆସୁଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କର ସୁରକ୍ଷା ଅନୁସାରେ ଯାହାର ଯେଉଁ ସ୍କେଲ୍ ରହିଛି ସେ ସ୍କେଲ୍ ଅନୁସାରେ ଆମେ ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିଛୁ। ଏହି ପ୍ରୋଗ୍ରାମ୍ ଆସିନି। ସାଧାରଣ ଲୋକ କ'ଣ ଭିତରକୁ ପ୍ରବେଶ କରିପାରିବେ ନା? ୟେସ୍ ସାଧାରଣ ଲୋକଙ୍କ ପାଇଁ ହିଁ ପ୍ରୋଗ୍ରାମ୍ କରାହେଉଛି। ସାଧାରଣ ଲୋକ ହିଁ ଜନତା ମଇଦାନରେ 30,000 ଆସିବେ ତାଙ୍କ ପାଇଁ ଆମେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛୁ। ଯେଉଁମାନେ କାର୍ କିମ୍ବା ବସ୍ରେ ଆସିବେ ସେମାନେ ଆମର ଆଚାର୍ଯ୍ୟ ବିହାର ଛକରୁ ଆସିବେ ଏବଂ ଆପୋଲୋ ହସ୍ପିଟାଲ ପରେ 4 ହ୍ୱିଲରର ଡ୍ରପିଂ ପଏଣ୍ଟ କରାଯାଇଛି ସେଠି ସେମାନେ ଓହ୍ଲେଇ ଚାଲି ଆସିକି ଜନତା ମଇଦାନକୁ ପ୍ରବେଶ କରିବେ ଏବଂ ଯେଉଁମାନେ ବସ୍ରେ ଆସିବେ ସେମାନେ ସେଠି ଆଚାର୍ଯ୍ୟ ବିହାରଠୁ ଆସି 7th ବାଟାଲିୟନ୍ ଗେଟ୍ ସାମ୍ନାରେ ଡ୍ରପିଂ କରିବେ ଏବଂ ସେଠୁ ସେମାନେ ଚାଲି ଜନତା ମଇଦାନକୁ ଆସିବେ। ମାନେ କେବଳ ସରକାରଙ୍କ ତରଫରୁ କିଛି ଜଣ ଯେଉଁମାନେ ହାଇ ଡିଗ୍ନିଟିରେ ଇନଭାଇଟ୍ କରାଯାଇଛି ସେମାନଙ୍କୁ ପାସ୍ ଦିଆଯାଇଛି। ସେମାନେ ପାସ୍ ଯେଉଁ ଭେହିକିଲ୍ ପାସ୍ ଦିଆଯାଇଛି ଆମର 2ଟାରୁ 7ଟା ପର୍ଯ୍ୟନ୍ତ ଜୟଦେବ ବିହାର ଛକରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏହି ରାସ୍ତାଟା ଜନସାଧାରଣଙ୍କ ପାଇଁ ବନ୍ଦ ରହୁଛି। ସେହି ସମୟରେ କେବଳ ଯେଉଁମାନଙ୍କ ପାଖରେ ଭେହିକିଲ୍ ପାସ୍ ଅଛି ସେଇମାନେ ହିଁ ଆସିପାରିବେ ଫଙ୍କସନ୍ ପ୍ଲେସ୍କୁ। ଅନ୍ୟମାନଙ୍କୁ ଆମେ ଅନୁରୋଧ କରିବୁ ସେମାନେ ଅଲ୍ଟରନେଟ୍ ରୋଡ୍ ୟୁଜ୍ କରିବେ।